ओम शांति। अव्यक्त ब्रह्मा बाबांक माध्यम रे शिव बाबांक ठारू श्रेष्ठ बाणी बा ज्ञान शुणी निज जीवन को तथा अनेक आत्मांकर जीवन को परिवर्तन करुथिबा विश्व को सच्चा हीरा समान चमकाउथिबा तथा प्रकृति को मध्य हीरा समान चमकाउथिबा महान पुरुषार्थी आत्मा मानंकु हृदयर सहित शुभ अभिनंदन, शुभेच्छा, सुप्रभात, सुस्वागतम। कारण एही भली संतान मानंकु देखि उभय बाप दादा अपार खुशीर अनुभव करुछंती। जेहेतु द्वापर जुगरु 63 जन्म हेला आमे माने शरीर को देखि देखि आसिले संपूर्ण आत्मविस्मृत होई गले। एबे किंतु ईश्वर पितांकर श्रेष्ठ ज्ञान आधार रे एई शरीर भितरे चमकुथिबा आत्मा रूपी हीरा को देखुछे, अनुभव मध्य करुछे। बाबा कहुछंती तुमे माने एबे डायमंड जुबली बा हीरक जयंती पालन करुछ। तुमर एही हीरक जयंती पालन करिबा एवं दुनिया रे हीरक जयंती पालन करिबारे महान अंतर रहिछि। सेमाने केवल पालन करुछंती, हेले तुमे माने हीरक जयंती पालन करुछ, अर्थात सेही भली हेबार संकल्प करी पुरुषार्थ मध्य करुछ। आत्मिक संतान मानंकर एही उमंग उत्साह को देखि बाप दादा मध्य पद्म गुणा डबल अभिनंदन दौछंती। तुमको एबे निजकु हीरा भली करिवार पुरुषार्थ करिवा सहित अन्य मानंकु मध्य हीरा रूपरे देख। भले से आत्मा तमगुणी कला कोइला भली हेई थाउ, तुमे आत्मा हीरा को देख, तार छपी रहिथिबा गुण को देख, अवगुण को नुहे। तुमर एही सकारात्मक दृष्टि पड़िबा मात्रे सेही आत्मार तमगुणी संस्कार मध्य कम हेई जीव, अर्थात तार कला बा कलंक कमी जीव। निजर अनादि आत्मिक स्वरूप रे स्थित रुह एवं कर्म कर। कर्म करिबा समय रे जदि आत्मिक स्थिति रहु नाही, जेहेतु यहा निराकार बिंदु स्थिति, तेबे निजर सूक्ष्म प्रकाशमय स्वरूप अर्थात फरिश्ता स्वरूप रे रही कर्म कर, तेबे कर्म बोझ भली अनुभव हेब नाही, सर्वदा हालुका भली अनुभव हेब एवं सफलता मध्य मिली चलिबो। तुमे कहुछ ना आमर निराकार शिव बाबा एवं ब्रह्मा बाबांक सहित बहुत स्नेह अछि। स्नेह अर्थात समान हेबा। तेणु ब्रह्मा बाबा जेपरी फरिश्ता रूपधारी अटंती, सेही भली तुमे मध्य फरिश्ता स्वरूपर स्थिति रे रही प्रत्येक कर्म कर। तेबे कर्म बोझर अनुभव करैब नाही, आनंदर सहकारी हेब, बिना थकापन रे हेब एवं सफलता मध्य मिली चलिब। अमृत बेला रे उठिबा मात्र के स्मृति रे आण मु किए, मु फरिश्ता अटे। तेबे बाबा मध्य तांको स्नेह रूपी बाहुबंधन रे
ତୁମକୁ ସମାହିତ କରିନେବେ। ଯେପରି ଶାସ୍ତ୍ରରେ ଚିତ୍ରିତ କରାଯାଇଛି ବା ଚିତ୍ର ଦେଖାଇଛନ୍ତି କି କୃଷ୍ଣଙ୍କୁ ନେଲାବେଳେ ଝଡ଼ ତୋଫାନ ଆସିଲା ତ ସର୍ପ ଆସି ଫଣା ଟେକି ମଥା ଉପରେ ଛତ୍ର ଛାୟାର ରୂପ ନେଇଗଲା। ବାସ୍ତବରେ ଏହା ସବୁ ଆତ୍ମିକ ସ୍ଥିତିର କଥା। ଯେଉଁମାନେ ଫରିସ୍ତା ହେବାର ପୁରୁଷାର୍ଥ କରୁଛନ୍ତି ବା ଫରିସ୍ତା ହେବେ, ସେମାନଙ୍କ ସମ୍ମୁଖକୁ ଯଦି କୌଣସି ପରିସ୍ଥିତି ବା ବିଘ୍ନ ଆସିବ, ତେବେ ସ୍ୱୟଂ ନିରାକାର ବାବା ନିଜେ ତୁମର ଛତ୍ରଛାୟା ହେଇଯିବେ। କେବେ ମଧ୍ୟ ପୁରୁଷାର୍ଥ କରିବାରେ ଥକିଯା ନାହିଁ, କାରଣ ଏହି ସର୍ବଶ୍ରେଷ୍ଠ ପୁରୁଷାର୍ଥ ଦ୍ୱାରା ତୁମେ ଭବିଷ୍ୟ ଦୈବୀ ଦୁନିଆରେ ସର୍ବଶ୍ରେଷ୍ଠ ପଦର ଅଧିକାରୀ ହେଇପାରିବ। ଯେତେବେଳେ ତୁମେ ଫରିସ୍ତା ରୂପ ହେଇଯିବ, ତେବେ ଚାଲିବା ବୁଲିବା ସମୟରେ ତୁମମାନଙ୍କ ଦ୍ୱାରା ଅଷ୍ଟଶକ୍ତିର କିରଣର ଅନ୍ୟମାନଙ୍କୁ ଅନୁଭୂତ ହେବ। ଭିନ୍ନ ଭିନ୍ନ ଆତ୍ମା ଯାହାକୁ ଯେଉଁ ଶକ୍ତିର ଆବଶ୍ୟକତା, ତାକୁ ସେହି ଶକ୍ତିର ଅନୁଭବ ହେଇ ଚାଲିବ ଏବଂ ସେହି ଶକ୍ତି ମଧ୍ୟ ତାକୁ ପ୍ରାପ୍ତ ହେଇ ଚାଲିବ। ତେଣୁ ସର୍ବଦା ଯୋଗ ଏବଂ ସେବା ଉଭୟରେ ବ୍ୟସ୍ତ ରୁହ, ତେବେ ତୁମର ସ୍ଥିତି ସେହିଭଳି ପକ୍କା ହୋଇଯିବ। ଈଶ୍ୱର ପିତା ବରଦାନ ଦେଉଛନ୍ତି, ସର୍ବଦା ସୁରକ୍ଷିତ ସ୍ଥାନରେ ରହି ନିର୍ଭୟ ଏବଂ ନିଶ୍ଚିନ୍ତ ସ୍ଥିତିରେ ରହୁଥିବା ବାପ ଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ହୁଅ। ଆମେ ଦେଖିଛେ ବିଭିନ୍ନ ଶାସ୍ତ୍ର ପୁରାଣରୁ ଯେ କେହି ଯଦି ତପସ୍ୟା କରି ବର ପ୍ରାପ୍ତ କରିଥାନ୍ତି, ତେବେ ନିର୍ଭୟରେ ଏବଂ ନିଶ୍ଚିନ୍ତରେ ସେହି ସ୍ଥିତିରେ ରହିଯାଆନ୍ତି ଏବଂ କାହାକୁ ମଧ୍ୟ ଭୟ କରନ୍ତି ନାହିଁ, ଯେହେତୁ ଜାଣିଛନ୍ତି ଆମକୁ ବର ପ୍ରାପ୍ତ ହେଇଛି। ଠିକ୍ ସେହିଭଳି ବର୍ତ୍ତମାନ ସମ୍ମୁଖରେ ଭଗବାନଙ୍କ ଠାରୁ ବରଦାନ ମିଳୁଛି। ସେହି ବରଦାନକୁ ଯଦି ଆମେ ବାସ୍ତବ ଜୀବନରେ ଆପଣେଇ ନେବା ବା ଅନୁଭବ କରି ଚାଲିବା, ତେବେ ଏହି ସବୁ ଶକ୍ତି ଆମକୁ ପ୍ରାପ୍ତ ହେଇ ଚାଲିବ। ସର୍ବଶ୍ରେଷ୍ଠ ବରଦାନ ହେଉଛି ବାପ ଦାଦାଙ୍କର ହୃଦୟ ସିଂହାସନରେ ସ୍ଥାନ ମିଳିବା, କାରଣ ବାପ ଦାଦାଙ୍କର ହୃଦୟ ସିଂହାସନ ସବୁଠାରୁ ଶ୍ରେଷ୍ଠ ଆଉ ଉଚ୍ଚ ସ୍ଥାନ ଅଟେ। ଯେଉଁମାନେ ଏହାର ଅଧିକାରୀ, ସେହିମାନେ ହିଁ ସର୍ବଦା ସୁରକ୍ଷିତ ରହୁଛନ୍ତି। ସେମାନଙ୍କ ନିକଟକୁ ମାୟା କେବେ ମଧ୍ୟ ଆସିପାରିବ ନାହିଁ। ଆସିଲେ ମଧ୍ୟ କୌଣସି ହାନି ଘଟେଇ ପାରିବ ନାହିଁ। ସେମାନେ ସଦା ନିର୍ଭୟ ଏବଂ ନିଶ୍ଚିନ୍ତ ମଧ୍ୟ ଅଟନ୍ତି। ସର୍ବଦା ଏହି ନିଶାରେ ରୁହ ଯେ ଏବେ ମୁଁ ବାପ ଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ଅଟେ ଏବଂ ଅନେକ ଜନ୍ମ ରାଜ୍ୟ ସିଂହାସନର ଅଧିକାରୀ ହେବି ଭବିଷ୍ୟତରେ। ଏହିଭଳି ଆତ୍ମିକ ନିଶାରେ ରହିଲେ ଦୁଃଖର ଢେଉ କେବେ ମଧ୍ୟ ଆସିପାରିବ ନାହିଁ। ଯଦି ବୁଦ୍ଧି ଉପରେ କୌଣସି ପ୍ରକାରର ବୋଝ ନଥିବ, ତେବେ କୁହାଯିବ ଡବଲ ଲାଇଟ୍ ଫରିସ୍ତା ଉଡ଼ିଲା ବାଲା। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଃ ସେହି କଲ୍ୟାଣକାରୀ ପିତାଙ୍କର ଆଉ କିଛି ଶ୍ରେଷ୍ଠ ଅମୂଲ୍ୟ ମହାବାକ୍ୟ ଉପରେ ଆଲୋଚନା କରିବା। ନିଜ ଜୀବନରେ ଧାରଣ କରି
ନିଜେ ପରିବର୍ତ୍ତିତ ହେବା ସହିତ ସାରା ବିଶ୍ୱକୁ ପରିବର୍ତ୍ତନ କରିବାର ମହାନ ସେବା କରି ଚାଲିବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।